हेलो ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର ଗୁଡ୍ ମର୍ଣ୍ଣିଂ ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜିର ଗୋଟେ ବଡ଼ ଆପଣମାନଙ୍କ ପାଇଁ ଅପଡେଟ୍ ଅଛି। ଅପଡେଟ୍ ହେଉଛି ପିଏମ୍ କିଷାନ କିସ୍ତିକୁ ନେଇ ବଡ଼ ଅପଡେଟ୍। ସମ୍ଭାବ୍ୟ ତାରିଖରେ ଆସିବନି ଟଙ୍କା। ତ କେବେ ଆସିବ ପିଏମ୍ ଟଙ୍କା ଚାଲନ୍ତୁ ଜାଣିବା। କେବେ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କାର 17ତମ କିସ୍ତି ପିଏମ୍ କିଷାନକୁ ନେଇ ଆସିଲା ବଡ଼ ଅପଡେଟ୍। 5 କୋଟି ଚାଷୀଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା। ଦେଶର କୃଷକମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହି ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ଫେବୃଆରୀ 2019ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ସେଥିରୁ କୃଷକମାନଙ୍କୁ ଫସଲ ସହାୟତା ଭାବରେ ବାର୍ଷିକ 6,000 ଟଙ୍କା ଦିଆଯାଉଛି। କେନ୍ଦ୍ର ସରକାର ଏହି 6,000 ଟଙ୍କା 3 କିସ୍ତିରେ କୃଷକଙ୍କ ଆକାଉଣ୍ଟରେ ଜମା କରୁଛନ୍ତି। ଏପ୍ରିଲ, ଜୁଲାଇ, ଅଗଷ୍ଟ, ନଭେମ୍ବର, ଡିସେମ୍ବର, ମାର୍ଚ୍ଚ ମଧ୍ୟରେ ପ୍ରତ୍ୟେକ କିସ୍ତିର 2,000 ଟଙ୍କା କେନ୍ଦ୍ର ଏହି ଆର୍ଥିକ ସହାୟତା ପ୍ରଦାନ କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ କିଷାନ ନିଧିର 16ତମ କିସ୍ତି ରିଲିଜ କରିଥିଲେ। ଏହି ଟଙ୍କା 28 ଫେବୃଆରୀରେ କୃଷକଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ଏହି ଯୋଜନା ଅଧୀନରେ ମୋଟ 9 କୋଟି ଚାଷୀ ଉପକୃତ ହୋଇଛନ୍ତି ବୋଲି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ରିଲିଜ ହୋଇଥିବା ଅର୍ଥ ହେଉଛି 21,000 କୋଟିରୁ ଅଧିକ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ନିଧି ପ୍ରତି 4 ମାସରେ ଥରେ ରିଲିଜ ହୋଇଥାଏ। ଏହା ସହିତ ଚାଷୀଙ୍କ ଧ୍ୟାନ ବର୍ତ୍ତମାନ 17ତମ କିସ୍ତି ଟଙ୍କା ଉପରେ ରହିଛି। ଏହି ପାଣ୍ଠି କେବେ ଆସିବ ସେ ନେଇ ଆଲୋଚନା ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀ କିଷାନ ନିଧି 4 ମାସରେ ଥରେ ରିଲିଜ ହୋଇଥାଏ। ଏହାର ଅର୍ଥ ଯଦି ଆମେ ଫେବୃଆରୀରୁ ଏହାକୁ ଦେଖିବା ତ 17ତମ କିସ୍ତି ଜୁନ ମାସରେ ରିଲିଜ ହେବା ଉଚିତ। କିନ୍ତୁ ବର୍ତ୍ତମାନର ନିର୍ବାଚନ ଆଚରଣ ବିଧି ହେତୁ ପ୍ରଧାନମନ୍ତ୍ରୀ କିଷାନ କିସ୍ତି ଦେୟ ଏଥର ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କୃଷକଙ୍କ 16ତମ କିସ୍ତି ଜମା କରିନେବା ନେଇ ସତର୍କ ହୋଇ ଅଭିଯୋଗ କରିପାରିବେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ହେଲ୍ପଲାଇନ୍ ନମ୍ବରକୁ 01124300606କୁ କଲ୍ କରି ଅଭିଯୋଗ କରିପାରିବେ କିମ୍ବା ଆପଣ ପିଏମ୍ କିଷାନର ଟୋଲ୍ ଫ୍ରି ନମ୍ବର 1800115526 155261କୁ କଲ୍ କରି ସୂଚନା କରିପାରିବେ। ଆପଣ ଏହି ମେଲ୍ ଆଇଡିଟା ଅଛି ଦେଖନ୍ତୁ pmkisan@gov.in ମଧ୍ୟ ଯୋଗାଯୋଗ କରିପାରିବେ। ସେହିପରି ସରକାର ଦେଇଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ପାଇବା EKYC ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଚାଷୀଙ୍କୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଯେଉଁମାନେ ଏହାକୁ ସମ୍ପୂର୍ଣ୍ଣ କରିବେ ସେମାନଙ୍କୁ କେବଳ ପିଏମ୍ କିଷାନ ରାଶି ଦିଆଯିବ। ଆପଣଙ୍କୁ ଆପଣଙ୍କର EKYC ଅନଲାଇନରେ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରାଯିବ ଉଚିତ। ଯଦି ଏହି ଦୁଇଟି ଜିନିଷ କରା ନ ଯାଏ ତେବେ ପିଏମ୍ କିଷାନ 16ତମ କିସ୍ତିର ଟଙ୍କା ଜମା ହେବ ନାହିଁ। ତେଣୁ ତୁରନ୍ତ EKYC ସମ୍ପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ଆପଣଙ୍କର EKYC ଅନଲାଇନରେ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବ। ଯଦି ଏହି ଦୁଇଟି ଜିନିଷ କରା ନ ଯାଏ ତେବେ ପିଏମ୍ କିଷାନର 16ତମ କିସ୍ତିର ଟଙ୍କା ଜମା ହେବ ନାହିଁ। ତେଣୁ ତୁରନ୍ତ EKYC ସମ୍ପୂର୍ଣ୍ଣ କରନ୍ତୁ। ଆପଣଙ୍କୁ ଆପଣଙ୍କର EKYC ଅନଲାଇନରେ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରାଯିବା ଉଚିତ। ଯଦି ଏହି ଦୁଇଟି ଜିନିଷ କରା ନ ଯାଏ ତେବେ ପିଏମ୍ କିଷାନ 16ତମ କିସ୍ତି ଟଙ୍କା ଜମା ହେବ ନାହିଁ। ତେଣୁ ତୁରନ୍ତ EKYC କରନ୍ତୁ। ତ ଆଜିର ଖବରଟି ଆପଣମାନେ ଜାଣିଲେ କ'ଣ ପାଇଁ କରାହେଇ ଆଜିର ଖବରଟି କୋଉ ବିଷୟରେ ଥିଲା। ତ ଆପଣମାନେ ଜଲ୍ଦି EKYC କରିଦିଅନ୍ତୁ ଆଉ ଜଲ୍ଦି ଆପଣମାନେ ଆଧାର ଲିଙ୍କ କରିଦିଅନ୍ତୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ। ତାହେଲେ ଆପଣଙ୍କୁ 16ତମ କିସ୍ତି ଯେଉଁମାନଙ୍କୁ ପାଇନାହାନ୍ତି ସେମାନଙ୍କୁ ନିଶ୍ଚୟ ମିଳିଯିବ। ଆଉ 17ତମ କିସ୍ତି ଆପଣମାନଙ୍କୁ ଜୁନ ମାସରେ ମିଳିବା କଥା କିନ୍ତୁ ଆଚରଣ ବିଧି ଲାଗୁ ହେତୁ ଏ ବର୍ଷ ଆପଣମାନଙ୍କୁ 17ତମ କିସ୍ତି ପାଇବାର ଟିକେ ଲେଟ୍ ହବ କିନ୍ତୁ ଆପଣମାନେ ପାଇବେ ନିଶ୍ଚୟ। ତ ଚାଲନ୍ତୁ ଆପଣମାନେ ଜଲ୍ଦି ଜଲ୍ଦି ଏଇ କାମ କରିଦିଅନ୍ତୁ। ମୁଁ ରହୁଛି। ପୁଣି ଦେଖାହବ ଆପଣମାନଙ୍କୁ ଏମିତି ଏକ ଭିଡ଼ିଓରେ। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ନିଶ୍ଚୟ ଭିଡ଼ିଓଟି ଗୋଟେ ଲାଇକ୍ ନିଶ୍ଚୟ କରିବେ। ଅନ୍ୟମାନଙ୍କୁ ସେୟାର କରି ଜଣେଇଦେବେ।
ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ କରିଦେବେ।